ନୂଆପଡ଼ାରେ ଷଷ୍ଠତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ। ଆଜି ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦ୍ଭାବନା ସଭା ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀଙ୍କ ସଭାପତିତ୍ୱରେ ଷଷ୍ଠତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାସ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ, ବନଖଣ୍ଡ ଅଧିକାରୀ ବନ୍ୟଜନ୍ତୁ ମହାଦେବ ବଡ଼ାଇକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦୀପ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟା, ସମସ୍ତ ବ୍ଲକ ଅଧ୍ୟକ୍ଷା ଯୋଗ ଦେଇଥିଲେ। ଗୃହକୁ ସ୍ୱାଗତ କରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମସ୍ତ ଜନପ୍ରତିନିଧି ତଥା ଅଧିକାରୀମାନଙ୍କୁ ସମ୍ବୋଧନ କରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସବୁ ସରକାରୀ ଯୋଜନା ଲୋକମାନଙ୍କ ପାଖକୁ ନେଇଯିବା ପାଇଁ ସେ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲା ଏ ଭିତରେ ବହୁତ ପ୍ରଗତି କରିଛି ଏବଂ ପ୍ରଶାସନ ଏବଂ ଜନପ୍ରତିନିଧିମାନଙ୍କ ମଧ୍ୟରେ ଉତ୍ତମ ସହଯୋଗରେ ଆହୁରି ଉନ୍ନତି ସାଧିତ ହେବ। ଏହାପରେ ଗୋଟି ଗୋଟି କରି ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନିଜ ନିଜ ବିଭାଗର ପ୍ରଗତି ବିବରଣୀ ଗୃହକୁ ଅବଗତ କରାଇବା ପାଇଁ କହିଥିଲେ। ଜିଲ୍ଲା କୃଷି ମତ୍ସ୍ୟ ଯୋଗାଣ, ଜିଲ୍ଲା ମଙ୍ଗଳ, ସ୍ୱାସ୍ଥ୍ୟ ଶିକ୍ଷା, ଗ୍ରାମ୍ୟ ଜଳ ଯୋଗାଣ, ସମାଜ ମଙ୍ଗଳ, ସାମାଜିକ ସୁରକ୍ଷା, ପଶୁ ସମ୍ପଦ, ଉଠା ଜଳସେଚନ, ବିଦ୍ୟୁତ, ସମବାୟ ବିଭାଗ ଇତ୍ୟାଦି ସମସ୍ତ ବିଭାଗର ତ୍ରୟମାସିକ ପ୍ରଗତି ବିବରଣୀର ସମୀକ୍ଷା କରାଯାଇଥିଲା। ବିଗତ ବୈଠକରେ ସଦସ୍ୟମାନେ ଉତ୍ଥାପନ କରିଥିବା ସମସ୍ତ ଅଭିଯୋଗ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ଉପରେ ଅଧିକାରୀମାନେ ନିଜ ନିଜ ମନ୍ତବ୍ୟ ରଖିଥିଲେ। ବିଗତ ଦିନରେ ହୋଇଥିବା ଅସମ୍ପୂର୍ଣ୍ଣ କାମ ସବୁ ଶୀଘ୍ର ସମାପନ କରିବା ଉପରେ ଉଭୟ ବିଧାୟକ ଗୁରୁତ୍ୱ ଦେଇଥିଲେ। ଜିଲ୍ଲାର ସମସ୍ତ ବିଭାଗର କାମରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ତଥା ପାରଦର୍ଶିତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ। ସମସ୍ତ ଉନ୍ନତିମୂଳକ କାମରେ ଏବଂ ବିଶେଷତଃ କୃଷି ଉଦ୍ୟାନ କୃଷି ଯୋଜନାରେ ହିତାଧିକାରୀ ଚୟନ କରିବା ବେଳେ ଜନପ୍ରତିନିଧିମାନଙ୍କୁ ସାମିଲ କରିବା ଉପରେ ଜିଲ୍ଲା ପରିଷଦ ସଦସ୍ୟମାନେ ଦାବି କରିଥିଲେ। ଆଜିର ଏହି ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗ ଅଧିକାରୀ, ସମସ୍ତ ବିଡିଓ ଯୋଗ ଦେଇଥିଲେ।